15/11/2024 ରାଜା ବଗିଚାର ଗୌରୀ ମାର୍କେଟ କମ୍ପ୍ଲେକ୍ସରେ ଏକ ନିଆଁ ଲାଗିଥିଲା, ଯାହାକୁ ଫଳରେ ଆମର ଜଟଣୀ ଅଗ୍ନିଶମ ର କର୍ମଚାରୀମାନେ ଆଟେଣ୍ଡ କରିଥିଲେ। ତା ପୂର୍ବରୁ ଆମର ଗୋଟେ ସ୍ପେଶାଲ କଲ୍ ହେଇଥିଲା, ସେଠି ବି ଆମର କିଛି କର୍ମଚାରୀ ଯାଇଥିଲେ। ତାପରେ ସଙ୍ଗେ ସଙ୍ଗେ ଆମର ଅଫିସରମାନେ ତାକୁ ଆଟେଣ୍ଡ କରିଥିଲେ ଏବଂ ନିଆଁରେ ଯାଇକି ପାଣି ପକେଇଥିଲେ। ତାପରେ ଜଣାପଡ଼ିଲା ଯେ ସେଠି ଜଣେ କିଏ ଉପରେ ରହିଯାଇଥିଲେ ବ୍ୟକ୍ତି। ତାପରେ ସଙ୍ଗେ ସଙ୍ଗେ ସେ ଗ୍ରିଲକୁ ତାଡ଼ିକି ତାଙ୍କୁ ବାହାର କରାଯାଇଥିଲା। ତାପରେ ଆମର ପାଣି ଯେହେତୁ ଗୋଟିଏ ଗାଡ଼ି ଯାଇଥିଲା, ତ ସଙ୍ଗେ ସଙ୍ଗେ ଆମର ଅଫିସର ଯିଏ ଥିଲେ ଲକ୍ଷ୍ମଣ ବେହେରା, ସେ ଖୋର୍ଦ୍ଧା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ଏବଂ ସେଠାରୁ ଗୋଟେ ଗାଡ଼ି ଆସିକି ପହଞ୍ଚିଥିଲା। ସେଠି ତାଙ୍କର ଫାୟାର ସେଫ୍ଟି ମେଜର୍ସ କିଛି ନେଇନଥିଲେ, ଯାହାଫଳରେ ସେ କ'ଣ ହେଇଥିଲା, ଧୂଆଁରେ ସଫୋକେଟେଡ୍ ହେଇକି ତାଙ୍କର ଅନକନସିୟସ୍ ହେଇଯାଇଥିଲେ। ତାଙ୍କୁ ମେଡ଼ିକାଲକୁ ସିଫ୍ଟ କରାଯାଇଥିଲା ଏବଂ ମେଡ଼ିକାଲକୁ ସିଫ୍ଟ କଲା ପରେ ଜଟଣୀ ମେଡ଼ିକାଲକୁ ସିଫ୍ଟ କରାଯାଇଥିଲା। ଜଟଣୀ ମେଡ଼ିକାଲ ତାଙ୍କୁ ବେଟର ଟ୍ରିଟମେଣ୍ଟ ପାଇଁକା ଏମ୍ସକୁ ରିଫର କରିଥିଲେ ଏବଂ ଏମ୍ସରେ ତାଙ୍କର ଦେହାନ୍ତ। ନାଇଁ, ଆମର ସେ ଯେଉଁ ଗାଡ଼ି ନେଇକି ଯାଇଥିଲେ ତା ଦେହରେ ଲିମିଟେଡ୍ ପାଣି ରହେ, 3000 ଲିଟର ପାଣି ରହିଥିଲା। ନିଆଁକୁ ତ ଆୟତ୍ତ କରିବା ପାଇଁ ଆମର ତ ପାଣି ପଡ଼ିଥିଲା, ଧୂଆଁକୁ ତ ସ୍ମୋକ୍ ଏକ୍ସଟ୍ରାକ୍ଟର ନେବା କଥା। ସେ କ'ଣ ହେଇଥିବ, ସେ ନେଇନଥିବ। ହଁ, ମୁଁ ଇନକ୍ୱାରି କରିଛି, ରିପୋର୍ଟ ସେଇଟା ତ ଦେଖାଯିବ, ଦିଆଯିବ ଆମ ହାୟର ଅଥରିଟି ଯାହାକୁ ଦିଆଯିବ ସେଇଟା। ନିଶ୍ଚିନ୍ତ ଡିପାର୍ଟମେଣ୍ଟାଲ ଯାହା ଆକ୍ସନ୍ ନେବା କଥା, ଯଦି କିଏ ତାଙ୍କ ଡ୍ୟୁଟିରେ ଖିଲାପ କରିଥିବେ ତାଙ୍କ ନିଶ୍ଚିନ୍ତ। ହଁ, ଆମେ ତାଙ୍କୁ ଆମର ଡାଇରେକ୍ଟରେଟରୁ ଇସ୍ୟୁ କରାଯାଇଥିବ 1 ପେଜ୍ର, ଆମେ ତାଙ୍କୁ ଦିଆଯିବ କ'ଣ ସେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ମେଜର ସେ ନେବେ, 1 ପେଜ୍ର ଗୋଟେ ତାଙ୍କୁ ଦିଆଯିବ। ତାପରେ ତାଙ୍କୁ ପ୍ରତି ବଜାରରେ ଆମେ ଆୱାରନେସ୍ କ୍ରିଏଟ୍ କରିବୁ, ସବୁ ଦୋକାନୀମାନଙ୍କୁ ଏକଜୁଟ କରିକି। ଯଦି ସେମାନେ ନ ନେଲେ ଆମେ ଯାହା ଆଜ୍ ପର୍ ରୁଲ୍ ଆମର ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେବୁ। ଗତ 15/11/2024 ତାରିଖ ଦିନ ରାଜା ବଜାରର କେତେ ଗୁଡ଼ିଏ ଦୋକାନ ପ୍ରାୟ ବନ୍ଦ ରହେ, ସେଦିନ ମଧ୍ୟ ବନ୍ଦ ଥିଲା। ଏଭଳି ପରିସ୍ଥିତିରେ ଗୌରୀ ଗାର୍ମେଣ୍ଟସ୍ ବୋଲି ଗୋଟେ ଗାର୍ମେଣ୍ଟସ୍ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲାଗିଲା ପରେ ଆମେ ଯେତିକି ଜାଣିଲୁ ତା ଭିତରେ ଜଣେ ଥିଲା, ମରିଗଲା। ଫାୟାର ବ୍ରିଗେଡ୍ ଯାଇଥିଲା, ଫାୟାର ବ୍ରିଗେଡ୍ ଯାଇକରି ଚେଷ୍ଟା କଲା ପାଣି ଲିଭେଇବାକୁ, ଇନସଫିସିଏଣ୍ଟ ପାଣି ଥିଲା। ତେଣୁ ଖୋର୍ଦ୍ଧାରୁ ପୁଣି ଥରେ ଦ୍ୱିତୀୟ ଗାଡ଼ି ମଗାଯାଇଥିଲା। ସେଥିରେ ଆମେ ଯେତିକି ଦେଖିଲୁ, IIC ଜଟଣୀ ନିଜକୁ ଜୋରରେ ନିୟୋଗ କରାଇଥିଲେ। ସେଥିରେ କାନ୍ଥ ଭାଙ୍ଗି ବା ଶାବଳରେ କାନ୍ଥ ତଡ଼ାତଡ଼ି କରିକିରି ସେ ଲୋକଟିକୁ କାଢ଼ିଥିଲେ। ଅବଶ୍ୟ ଲୋକ ସେ ବଞ୍ଚିଥିଲା। ପରବର୍ତ୍ତୀ ସମୟରେ ତାକୁ ଡାକ୍ତରଖାନାକୁ ପଠାଇ ହେଇଥିଲା, ଜଟଣୀ CHCକୁ। ଜଟଣୀ CHC ବେଟର ଟ୍ରିଟମେଣ୍ଟ ପାଇଁ ଏମ୍ସ ପଠାଇଥିଲା ଏବଂ ଏମ୍ସରେ ଲୋକଟି ମରିଯାଇଛି ବୋଲି ଡିକ୍ଲେୟାର ହେଇଥିଲା। ଏ ଘଟଣା ଭିତରେ ଆଜ୍ଞା, ମୁଁ ଗୋଟେ ସାଧାରଣ ଲୋକ ହିସାବରେ କହିବି, ସେ ବଜାରର ପ୍ରତ୍ୟେକ ଦୋକାନୀ ସାମ୍ନାକୁ ଅବରୋଧ କରି ଯାଇଛନ୍ତି, ଯେଉଁଥିପାଇଁ କି ଫାୟାର ଗାଡ଼ି ଯାଇଥିଲେ ମଧ୍ୟ ସେ ଗାଡ଼ି ଉଚିତ ଜାଗାରେ ପହଞ୍ଚି ପାରିନଥିଲା। ଯେଉଁଥିପାଇଁ କି ସମ୍ଭବତଃ ଏକ୍ଜିକ୍ୟୁଟିଭ ଅଫିସର ବା ଜଟଣୀ ମ୍ୟୁନିସିପାଲିଟିର କର୍ମକର୍ତ୍ତା ମାନେ ଏସବୁ କଥାକୁ ବୁଝିବା ଦରକାର, କାରଣ ସେମାନେ ତାକୁ ଗୋଟେ ଟ୍ରେଡ୍ ଲାଇସେନ୍ସ କ'ଣ ଦେଉଛନ୍ତି, ସବୁଦିନ ରସିଦ କଟା ହେଉଛି। ତେଣୁ ଆଟଲିଷ୍ଟ ସେମାନେ ସେ ବିଷୟରେ ଆୱେର କରିବା କଥା ଯେ ଏସବୁ। ଯେତେବେଳେ ନିଆଁ ଲିଭା ଯାଉଥିଲା, ହଠାତ୍ ପାଣି ସରିଗଲା। ଗୋଟେ ଜାଗାରେ ନିଆଁ ଲାଗିଛି, ଉତ୍ତେଜନା ଚାଲିଛି, ବହୁତ ଲୋକ ଅଛନ୍ତି, ଯେ ଯାହା ଚେଷ୍ଟାରେ ପାଣି ଡେକ୍ଚିରେ, ସେ ବାଲ୍ଟିରେ, ଢାଳରେ, ଗରାରେ ପାଣି ନେଇକି ସୁବିଧା ସେଠି ଯୋଗାଉଛନ୍ତି ଲିଭେଇବା ପାଇଁ। ଏଭଳି ପରିସ୍ଥିତିରେ ପାଣି ସରିଯାଇଛି, ଖୋର୍ଦ୍ଧାରୁ ପାଣି ଆସିବାକୁ ସମୟ ଲାଗିଛି। ଏବଂ ଦ୍ୱିତୀୟ କଥା ହେଲା, ପ୍ରଥମ ଗାଡ଼ିଟାରେ କୌଣସି ଇନଷ୍ଟ୍ରୁମେଣ୍ଟ ନଥିଲା। ଇନଷ୍ଟ୍ରୁମେଣ୍ଟ କହିଲେ ମନେ କରନ୍ତୁ ଟର୍ଚ୍ଚ ହଉ, ସେ କୌଣସି ଖୋଳିବା ହାତ ହତିଆର ହଉ ବା ଆପଣଙ୍କର ସେ ଯେଉଁ ପୋଷାକ ହଉ, ଯେଉଁ ପୋଷାକ ପିନ୍ଧିକି ସେମାନେ ଭିତରେ ପଶିକି ହୁଏତ ଲୋକଟାକୁ କାଢ଼ି ଦେଇ ପାରିଥାନ୍ତେ ବା ଲୁଗାପଟା ଗୁଡ଼ାକ ଭିଡ଼ିକିରି ବାହାରକୁ ଫୋପାଡ଼ି ଦେଇ ପାରିଥାନ୍ତେ, ସେସବୁ ହେଇପାରିଲାନି। ବହୁତ କମ୍ ଷ୍ଟାଫ୍ ଯାଇଥିଲେ ସେଦିନ, ମାତ୍ର 2 ଜଣ ଯାଇ ପହଞ୍ଚିଥିଲେ, ଯେଉଁଥିପାଇଁ କି ପରିସ୍ଥିତି ଭଲ ହେଲାନି। ଗତ 15 ନଭେମ୍ବରରେ ଯେଉଁ ଗୌରୀ ଗାର୍ମେଣ୍ଟସରେ ନିଆଁ ଲାଗିଥିଲା, ସେ ସମ୍ପର୍କରେ ଆମେ ଅଭିଯୋଗ ଦେଇଥିଲୁ। ଅଭିଯୋଗର ଆଜି ତଦନ୍ତ ଚାଲିଥିଲା। ତଦନ୍ତରେ ଯେଉଁ ଫାୟାର ସେଫ୍ଟି ବାଲାଙ୍କର ଯେମିତି ସେଫ୍ଟି ଦରକାର, ସେ କୌଣସି ସେଫ୍ଟି ଜିନିଷ ନଥିଲା। ଆଉ ମ୍ୟୁନିସିପାଲିଟିର ବି ଏଥିରେ ଭୁଲ ରହୁଛି। ମ୍ୟୁନିସିପାଲିଟି ବାଲା ଯଦି ରାସ୍ତା ଚଉଡ଼ା କରିଥାନ୍ତେ, ଯିବା ସହଜ ହୋଇଥାନ୍ତା। ଆଉ ଫାୟାର ବାଲାଙ୍କ ଦୋଷ ହେଉଛି ଯେ କୌଣସି ଇନଷ୍ଟ୍ରୁମେଣ୍ଟ ନେଇନଥିବା ହେତୁ ଅକାଳ ଜୀବନଟା ଚାଲିଗଲା।
କୌଣସି ଜିନିଷ ସ୍ଥାନୀୟ ଲୋକ ଏଠି ପାଣି ମାରିଥିଲେ ଆଉ ନିଆଁକୁ ଅଳ୍ପ କିଛି ଆୟତ୍ତ କରିଥିଲେ। ପଛରେ ପାଣି ଗାଡ଼ି ସରିଯାଇଥିଲା ଯେହେତୁ ଆଉ ଗୋଟେ ପଛରେ ଗାଡ଼ି ଯାଇଥିଲା ଖୋର୍ଦ୍ଧାରୁ, ସେ ଆୟତ୍ତ କରିଥିଲା। ଯଦି ପାଣି ଥାଆନ୍ତା ଆଉ ଇନଷ୍ଟ୍ରୁମେଣ୍ଟ ଥାଆନ୍ତା ତାହେଲେ ଲୋକଟି ମୂଲ୍ୟବାନ ଜୀବନଟି ବଞ୍ଚି ପାରିଥାନ୍ତା। ଅଭିଯୋଗ ଆଣିଛନ୍ତି, କ'ଣ ପାଇଁ ଆଣିଛନ୍ତି? କାହିଁକି ଏଥିରେ ଅବହେଳା ସମସ୍ତଙ୍କର ରହୁଛି। ମ୍ୟୁନିସିପାଲିଟି, ଫାୟାର ଅଫିସର ଙ୍କର ଅବହେଳାରୁ ଜୀବନଟା ଚାଲିଯାଇଛି। ସେଥିପାଇଁ ମୁଁ ଅଭିଯୋଗଟା ଆଣିଥିଲି। ପରିବାରକୁ କିଛି ଆର୍ଥିକ ସହାୟତା ସେମାନେ କରନ୍ତୁ, ସେଥିପାଇଁ ମୁଁ ଏ ଅଭିଯୋଗଟା ଆଣିଥିଲି।